ସମସ୍ତେ ମହତ ଉଦ୍ଦେଶ୍ୟ ନେଇ କେବେ ଗୁରୁଙ୍କ ପାଖକୁ ଆସିନଥାନ୍ତି। ଯେଉଁମାନଙ୍କର ପ୍ରାରବ୍ଧ ବହୁତ ବଳବାନ ଥାଏ, ସୁସଂସ୍କାର ଥାଏ, ଯେତେବେଳେ ଜୀବାତ୍ମା ଆଉ କିଛି ଚାହେଁ ନାହିଁ, କେବଳ ସେଇ ପରମ ପିତା ପରମ ବ୍ରହ୍ମକୁ ଚାହେଁ, ସେତେବେଳେ ସେ ସାଧନା କରିବାକୁ ବସେ। ଯିଏ କାମନା ଆଉ ବାସନା ନେଇ ଆଶ୍ରମକୁ ଆସିଥାନ୍ତି, ସେମାନଙ୍କର ସାଧନା ଏତେ ଠିକ୍ ହୁଏ ନାହିଁ। ସମସ୍ତଙ୍କର କିଛି ନା କିଛି ଅନୁଭୂତି ଅନୁଭବ ରହିଛି। ଯେଉଁ ମହାନ ଉଦ୍ଦେଶ୍ୟ ନେଇ, ମହାନ ଲକ୍ଷ୍ୟ ନେଇ ଆପଣ ଆଶ୍ରମକୁ ଆସିଥିଲେ ବା ଗୁରୁଦେବଙ୍କ ପାଖକୁ ଆସିଥିଲେ, କିଛି ବର୍ଷ, କିଛି ମାସ, ସମସ୍ତଙ୍କର ନିର୍ଦ୍ଦିଷ୍ଟ ସମୟ ନାହିଁ, ପରେ ମନର ଭାବ ଆଉ ଗୋଟେ ପ୍ରକାର ହେଇଯାଏ।